ସାମସଙ୍ଗୀତ ପୁସ୍ତକ ଅଧ୍ୟାୟ 1। ପ୍ରଜ୍ଞାନିକ ସାମ। ଯେ ଦୁଷ୍ଟ ବ୍ୟକ୍ତିମାନଙ୍କର ଉପଦେଶ ନ କରେ ଗ୍ରହଣ, ଯେ ପାପୀମାନଙ୍କ ପଥେ ନ କରେ ବିଚରଣ, ଯେ ଉପହାସକମାନଙ୍କ ଆସନରେ ନ ହୁଏ ଆସୀନ, ସେ ଧନ୍ୟ। ପ୍ରଭୁଙ୍କ ବିଧାନରେ କରେ ସେ ସ୍ଥାପନ, ତାର ଆନନ୍ଦ। ଦିବାରାତ୍ର କରେ ସେ ଅନୁଧ୍ୟାନ, ତାହାଙ୍କ ବିଧାନ। ଜଳସ୍ରୋତ ସମୀପରେ ରପିତ, ଯଥାକାଳେ ଫଳ ଉତ୍ପାଦନକାରୀ, ଯାହାର ପତ୍ର ହୁଏ ନାହିଁ କେବେ ହେଁ ଶୁଷ୍କ, ସେ ସେହି ବୃକ୍ଷ ସଦୃଶ୍ୟ, ହୁଏ ତାର ସମସ୍ତ କାର୍ଯ୍ୟ ସମୃଦ୍ଧ। ନୁହନ୍ତି ସେପରି ଦୁଷ୍ଟ ବ୍ୟକ୍ତିଗଣ, ଅଟନ୍ତି ସେମାନେ ବାୟୁ ପ୍ରବାହ ସମ୍ମୁଖେ ବିକ୍ଷିପ୍ତ ଅଗାଡ଼ି ସଦୃଶ୍ୟ। ସୁତରାଂ ନ୍ୟାୟ ବିଚାରର ସମ୍ମୁଖୀନ ହେବା ସକାଶେ ଦୁଷ୍ଟ ବ୍ୟକ୍ତିଗଣ ଅକ୍ଷମ, ନୀତିନିଷ୍ଠମାନଙ୍କ ମଧ୍ୟରେ ଦଣ୍ଡାୟମାନ ହେବା ସକାଶେ ପାପୀଗଣ ଅସମର୍ଥ। ନୀତିନିଷ୍ଠ ବ୍ୟକ୍ତିମାନଙ୍କ ମାର୍ଗ ପ୍ରଭୁଙ୍କୁ ଅବଗତ, କିନ୍ତୁ ହେବ ପାପୀମାନଙ୍କ ମାର୍ଗ ବିନାଶରେ ପରିସମାପ୍ତ। ଅଧ୍ୟାୟ 2। ମେସିହା ସାମ। କରନ୍ତି କାହିଁକି ବିଜାତି ଲୋକେ ଚକ୍ରାନ୍ତ, କରନ୍ତି କାହିଁକି ଜାତି ସକଳ ବୃଥାରେ ଷଡ଼ଯନ୍ତ୍ର। ଭୂଭାଷୀ ରାଜାଗଣ ହୁଅନ୍ତି ରଣଦ୍ୟତ, ହୁଅନ୍ତି ଏକତ୍ରେ ଶାସକ ବୃନ୍ଦ ଆଲୋଚନାରତ। ପ୍ରଭୁ ତଥା ତାହାଙ୍କର ଅଭିଷିକ୍ତଙ୍କ ବିରୁଦ୍ଧେ କହନ୍ତି ସେମାନେ କରିବା ଆମେ ସେମାନଙ୍କର ଶିକୁଳି ବିଚ୍ଛେଦିତ, କରିବା ଆମଠାରୁ ସେମାନଙ୍କ ବନ୍ଧନ ନିକ୍ଷିପ୍ତ। ଯେ ସ୍ୱର୍ଗଧାମରେ ଆସୀନ କରନ୍ତି ସେ ହାସ୍ୟ, କରନ୍ତି ପ୍ରଭୁ ସେମାନଙ୍କ ପ୍ରତି ଉପହାସ୍ୟ। ତେବେ ତାହାଙ୍କ ରସରେ କରିବେ ସେ ସେମାନଙ୍କ ସହ କଥନ, କରିବେ ସେ କଥନ କରାଇ ତାହାଙ୍କର କ୍ରୋଧରେ ସେମାନଙ୍କୁ ଭୟଭୀତ। କରିଅଛି ମୁଁ ମୋ ରାଜାଙ୍କୁ ଅଧିଷ୍ଠିତ, ମୋର ପବିତ୍ର ଗିରି ସିୟନରେ ତାଙ୍କୁ ପ୍ରତିଷ୍ଠିତ। କରିବି ମୁଁ ପ୍ରଭୁଙ୍କ ଅଧ୍ୟାଦେଶ ବିଜ୍ଞାପନ, କହିଲେ ସେ ମୋତେ ଅଟ ତୁମେ ମୋର ସନ୍ତାନ। ଦେଲି ମୁଁ ଆଜି ତୁମକୁ ଜନ୍ମ, କର ମୋତେ ନିବେଦନ, କରିବି ଜାତିଗଣଙ୍କୁ ଉତ୍ତରାଧିକାର ତୁମର ଓ ପୃଥିବୀର ସୀମା ସରହଦକୁ ସତ୍ତାଧିକାର ତୁମର। କରିବ ତୁମେ ସେମାନଙ୍କୁ ଲୌହ ଦଣ୍ଡରେ ବିଧ୍ୱସ୍ତ, କୁମ୍ଭାରର ମୃତ୍ତିକା ପାତ୍ର ସଦୃଶ ଖଣ୍ଡ ବିଖଣ୍ଡ। ସୁତରାଂ ହେ ପୃଥିବୀର ଶାସକଗଣ, ହୁଅ ସତର୍କ, ହେ ରାଜନ ମଣ୍ଡଳୀ ବିବେକୀ ହୁଅ। ହୁଅ ଭୟକାତର ପୂର୍ବକ ପ୍ରଭୁଙ୍କର ସେବା କରତ, ଦିଅ ଚୁମ୍ବନ ପ୍ରକମ୍ପନର ସହ ତାହାଙ୍କ ପଦ। ନଚେତ୍ ହେବେ ସେ କ୍ରୁଦ୍ଧ ଓ ତୁମେମାନେ ପଥେ ହେବ ଧ୍ୱଂସ, କାରଣ ହେବ ତାହାଙ୍କର କ୍ରୋଧାଗ୍ନି ସହସା ପ୍ରଜ୍ୱଳିତ। ସେମାନେ ଧନ୍ୟ ଯେଉଁମାନେ ତାହାଙ୍କଠାରେ ଶରଣାଗତ। ଅଧ୍ୟାୟ 3। ବ୍ୟକ୍ତିଗତ ବିଳାପ ଗୀତି। ହେ ପ୍ରଭୁ, ବୈରୀଗଣ ମୋର ସଂଖ୍ୟାଧିକ, ମୋ ବିରୁଦ୍ଧେ ଉଠୁଥିବା ବ୍ୟକ୍ତି ଅନେକ। କହନ୍ତି ମୋ ସମ୍ବନ୍ଧେ ଅନେକେ, ହେବେ ନାହିଁ ଈଶ୍ୱର ତାର ସହାୟକ। କିନ୍ତୁ ହେ ପ୍ରଭୁ, ଅଟ ତୁମେ ଢାଲ ସଦୃଶ ମୋ ପରିବେଷ୍ଟନକାରୀ, ଅଟ ତୁମେ ମୋ ମହତ୍ତ୍ୱ ତଥା ମୋ ମସ୍ତକର ଉତ୍ତୋଳନକାରୀ। ପ୍ରଭୁଙ୍କୁ ଡାକି ଉଚ୍ଚ ସ୍ୱରରେ କରେ ମୁଁ ନିବେଦନ, ଦିଅନ୍ତି ସେ ନିଜ ପବିତ୍ର ପର୍ବତରୁ ମୋତେ ଉତ୍ତର। ଶଯ୍ୟାଶାୟିତ ପୂର୍ବକ ହୁଏ ମୁଁ ନିଦ୍ରାଗତ, ହୁଏ ମୁଁ ପୁନରାୟ ସଜାଗ, କାରଣ ପ୍ରଭୁଙ୍କ ଦ୍ୱାରା ମୁଁ ପ୍ରତିପାଳିତ। ଚତୁଃପାର୍ଶ୍ୱେ ପକାଇଛନ୍ତି ଛାଉଣି ମୋ ବିରୁଦ୍ଧେ ଯେଉଁମାନେ, କରେ ନାହିଁ ମୁଁ ସେହି
ହଜାର ଜଣମାନଙ୍କ ପ୍ରତି ଭୟ ପ୍ରଦର୍ଶନ। ହେ ପ୍ରଭୁ, ହୁଅ ଉତ୍ଥିତ। ହେ ଈଶ୍ୱର ମୋର, କର ମୋତେ ମୁକ୍ତ। କରିଅଛ ତୁମେ ମୋ ଶତ୍ରୁମାନଙ୍କ ଗାଲରେ ଆଘାତ। କରିଅଛ ତୁମେ ବିଧ୍ୱସ୍ତ ଦନ୍ତ ପଙ୍କ୍ତି ଦୁଷ୍ଟ ବ୍ୟକ୍ତିମାନଙ୍କର। ପରିତ୍ରାଣ ପ୍ରଭୁଙ୍କ ଠାରୁ ଆଗତ। ତୁମର ଆଶୀଷ ହେଉ ତବ ସ୍ୱଜନମାନଙ୍କ ଉପରେ ବର୍ଷିତ। ଅଧ୍ୟାୟ 4। ବ୍ୟକ୍ତିଗତ ବିଳାପ ଗୀତି। ମୋ ପ୍ରତି ନ୍ୟାୟ ସନ୍ଧାନକାରୀ ହେ ଈଶ୍ୱର, ଡାକ ଦେଇ ନିବେଦନ କରିବା ସମୟରେ ଦିଅ ମୋତେ ଉତ୍ତର। କ୍ଲେଶ ମଧ୍ୟ କଲ ତୁମେ ମୋତେ ଆଶ୍ରୟ ପ୍ରଦାନ। କରୁଣାପୂର୍ବକ ମୋ ପ୍ରାର୍ଥନା କର ଶ୍ରବଣ। ହେ ମାନବଗଣ, ମହତ୍ତ୍ୱ ମୋର ହେବ କେତେ କାଳ ଧରି ଅପମାନିତ। କେତେ କାଳ ବ୍ୟାପୀ ବ୍ୟର୍ଥ ବଚନର ସ୍ନେହୀ ହୋଇ କରିବ ତୁମେମାନେ ମିଥ୍ୟାର ସନ୍ଧାନ। ହୁଅ ଅବଗତ କରିଅଛନ୍ତି ପ୍ରଭୁ ମନୋନୀତ ନୀତିନିଷ୍ଠ ବ୍ୟକ୍ତିମାନଙ୍କୁ ନିଜସ୍ୱ। ଡାକ ଦେଇ ନିବେଦନ କରିବା ସମୟରେ କରନ୍ତି ସେ ଶ୍ରବଣ। ହୁଅ କ୍ରୁଦ୍ଧ କିନ୍ତୁ କର ନାହିଁ ପାପ। ଶଯ୍ୟାଶାୟୀ ଥିବା ସମୟରେ ମନେ ଅନୁଧ୍ୟାନ କରି ରୁହ ନୀରବ। କର ଉତ୍ସର୍ଗ ଉଚିତ ବଳିଦାନ। କର ପ୍ରଭୁଙ୍କଠାରେ ଆସ୍ଥା ସ୍ଥାପନ। ଅଟନ୍ତି ଅନେକ ଯେଉଁମାନେ କରନ୍ତି ଏତାଦୃଶ କଥନ। ମଙ୍ଗଳତାର ଦର୍ଶନ ନିମନ୍ତେ ପ୍ରାପ୍ତ ହୋଇଥାନ୍ତୁ ଆମେ ସୁଯୋଗ। କର ହେ ପ୍ରଭୁ ଆମ ପ୍ରତି ବଦନ ତବ ସୁପ୍ରସନ୍ନ। ପ୍ରଚୁର ଶସ୍ୟ ତଥା ଦ୍ରାକ୍ଷାରସ ପ୍ରାପ୍ତ ହେବା ସମୟରେ ସେମାନଙ୍କର ଯେତେ ଆନନ୍ଦ କରିଅଛ ପ୍ରଦାନ ତୁମେ ମୋ ହୃଦୟ ତାହା ଅପେକ୍ଷା ଅଧିକ ଆନନ୍ଦ। ଶାନ୍ତିରେ ଶାୟିତ ହୋଇ ହେବି ମୁଁ ନିଦ୍ରିତ। ହେ ପ୍ରଭୁ, କରାଉଅଛ କେବଳ ତୁମେ ସୁରକ୍ଷିତାବସ୍ଥାରେ ଅଧିବାସିସ୍ତ। ଅଧ୍ୟାୟ 5। ବ୍ୟକ୍ତିଗତ ବିଳାପ ଗୀତି। ହେ ପ୍ରଭୁ, କର ମୋ ପ୍ରାର୍ଥନା ପ୍ରତି କର୍ଣ୍ଣପାତ। କର ମୋ ଆର୍ତ୍ତନାଦ ପ୍ରତି ମନୋଯୋଗ। ହେ ରାଜା ମୋର, ହେ ଈଶ୍ୱର ମୋର, ଶୁଣ କ୍ରନ୍ଦନ ସ୍ୱର ମୋର। କାରଣ କରେ ମୁଁ ଅର୍ପଣ ତୁମ ସନ୍ନିଧେ ପ୍ରାର୍ଥନା ମୋର। ହେ ପ୍ରଭୁ, ପ୍ରତ୍ୟୁଷେ ତୁମେ କରୁଅଛ ମୋର ନିବେଦନ ପ୍ରତି କର୍ଣ୍ଣପାତ। ପ୍ରଭାତେ ମୁଁ ଅଟେ ପ୍ରତିଜ୍ଞାରତ କରି ପ୍ରସ୍ତୁତ ବଳିଦାନ। ଯିଏ ହୁଏ ଦୁଷ୍ଟତାରେ ଆନନ୍ଦିତ ସେହି ଈଶ୍ୱର ନୁହଁ ତୁମେ। ତିଷ୍ଠି ରହି ନ ପାରେ ଅନିଷ୍ଟ ତୁମ ଗହଣେ। ହୋଇପାରନ୍ତି ନାହିଁ ଦଣ୍ଡାୟମାନ ତୁମ ଦୃଷ୍ଟିପଟରେ କୌଣସି ଅହଙ୍କାରୀ। ଅଟନ୍ତି ତୁମ ବିଦ୍ୱେଷର ପାତ୍ର ସମସ୍ତ ଦୁଷ୍କର୍ମକାରୀ। କରୁଅଛ ତୁମେ ମିଥ୍ୟାବାଦକୁ ବିନାଶ। ରକ୍ତ ପିପାସୁ ଓ ପ୍ରବଞ୍ଚନାକାରୀମାନଙ୍କୁ କରନ୍ତି ପ୍ରଭୁ ବିଦ୍ୱେଷ। ତୁମର ନିରନ୍ତର ସ୍ନେହର ପ୍ରାଚୁର୍ଯ୍ୟ ଯୋଗୁଁ କରିଅଛି ମୁଁ ପ୍ରବେଶ ତୁମ ଆଳୟ ମଧ୍ୟରେ। ତୁମ ପ୍ରତି ଭୟଭକ୍ତି ପ୍ରଦର୍ଶନ ପୂର୍ବକ କରିବି ମୁଁ ଆରାଧନା ତବ ପବିତ୍ର ଆଳୟ ଅଭିମୁଖେ। ହେ ପ୍ରଭୁ, ମୋ ଶତ୍ରୁମାନଙ୍କ ଯୋଗୁଁ କର ମୋତେ ତୁମ ନ୍ୟାୟ ପରାୟଣତାର ପଥ ଦେଇ ଆନୟନ। ମୋ ସମ୍ମୁଖେ କର ପଥ ତୁମର ସୁଗମ। ହୁଏ ନାହିଁ ସେମାନଙ୍କ ମୁଖେ କୌଣସି ସତ୍ୟତା ବିଚାରିତ। ହୃଦୟ ସେମାନଙ୍କ ଅଟେ ବିନାଶ ପୂରିତ। ଅଟେ ସେମାନଙ୍କ କଣ୍ଠ ଉତ୍ସୁକ୍ତ କବରସ୍ଥଳୀ ଏକ। କରନ୍ତି ସେମାନେ ସେମାନଙ୍କ ଜିହ୍ୱାରେ ତୋଷାମଦ। ହେ ଈଶ୍ୱର, ସେମାନଙ୍କୁ ସେମାନଙ୍କ ଦୋଷାନୁରୂପ ଶାସ୍ତି କର ପ୍ରଦାନ। ହୁଅନ୍ତୁ ସେମାନେ ସେମାନଙ୍କ କୌଶଳ ଜରିଆରେ ପତିତ। ସେମାନଙ୍କ ଦୋଷ ବହୁଳତା ଯୋଗୁଁ କର ସେମାନଙ୍କୁ ବିତାଡ଼ନ।
କାରଣ କରିଅଛନ୍ତି ସେମାନେ ତୁମ ବିରୁଦ୍ଧେ ବିଦ୍ରୋହ। କିନ୍ତୁ ହୁଅନ୍ତୁ ଆନନ୍ଦିତ ତୁମଠାରେ ଶରଣାଗତ ବ୍ୟକ୍ତିଗଣ, କରନ୍ତୁ ସେମାନେ ସର୍ବଦା ସାନନ୍ଦେ କୀର୍ତ୍ତନ। କର ତୁମେ ସେମାନଙ୍କୁ ସଂରକ୍ଷଣ, କରନ୍ତୁ ତୁମ ନାମରେ ସ୍ନେହୀମାନେ ସେହିଭଳି ଆନନ୍ଦ। କରୁଅଛ ତୁମେ ହେ ପ୍ରଭୁ ନୀତିନିଷ୍ଠ ବ୍ୟକ୍ତିଙ୍କୁ ଆଶୀର୍ବାଦ, ଏକ ଢାଲ ସଦୃଶ କରୁଅଛ ତୁମେ ତାକୁ କରୁଣାରେ ଆବୃତ। ଅଧ୍ୟାୟ 6। ବ୍ୟକ୍ତିଗତ ବିଳାପ ଗୀତି। କର ନାହିଁ ହେ ପ୍ରଭୁ ମୋତେ ଭର୍ତ୍ସନା ରସରେ ତବ, ତୁମ କ୍ରୋଧରେ କର ନାହିଁ ମୋ ପ୍ରତି ଦଣ୍ଡ ବିଧାନ। ହେ ପ୍ରଭୁ ମୁଁ ନିସ୍ତେଜ, କର ମୋ ପ୍ରତି କରୁଣା ପ୍ରଦର୍ଶନ। ମୋର ଅସ୍ଥିପୁଞ୍ଜ ହେ ପ୍ରଭୁ ଯାତନାଗ୍ରସ୍ତ, କର ମୋତେ ଆରୋଗ୍ୟ ପ୍ରଦାନ। ମୋର ଆତ୍ମା ମଧ୍ୟ ଅତ୍ୟଧିକ ଯାତନାକୂଳ, କିନ୍ତୁ ତୁମେ ହେ ପ୍ରଭୁ ଆଉ ବା କେତେ କାଳ? ହେ ପ୍ରଭୁ ମୋ ଜୀବନକୁ ରକ୍ଷା କରିବା ପାଇଁ କର ପ୍ରତ୍ୟାବର୍ତ୍ତନ। ତବ ନିରନ୍ତର ସ୍ନେହ ସକାଶେ କର ସାଧନ ମୋ ମୋଚନ। କରେ ନାହିଁ କେହି ମୃତମାନଙ୍କ ସ୍ଥଳୀରେ ତୁମର ସ୍ମରଣ, ତୁମର ପ୍ରଶଂସା ପାତାଳରେ କିଏ କରିପାରିବ? ବିଳାପର ବହୁଳତାରେ ମୁଁ କ୍ଳାନ୍ତ, ଅଶ୍ରୁପାତେ ପ୍ରତି ରାତ୍ରି ମୋର ଶଯ୍ୟାସିକ୍ତ। ଲୋତକ ପାତେ କରେ ମୁଁ ମୋ ପଲଙ୍କ ଆର୍ଦ୍ର, ଦୁଃଖ ପ୍ରକାଶରେ ହୁଏ ଚକ୍ଷୁ ମମ କ୍ଷୟ ପ୍ରାପ୍ତ। ମୋର ସମସ୍ତ ଶତ୍ରୁ ଯୋଗୁଁ ହୁଏ ତାହା କ୍ଷଣ, ହୁଅ ମୋ ଠାରୁ ଦୂର ହେ ଦୁରାଚାରୀଗଣ। କରନ୍ତି ପ୍ରଭୁ ମୋ ବିଳାପ ରବ ଶ୍ରବଣ, ଶୁଣିଅଛନ୍ତି ପ୍ରଭୁ ମୋର ନିବେଦନ, କରିଅଛନ୍ତି ଗ୍ରହଣ ପ୍ରାର୍ଥନା ପ୍ରଭୁ ମୋର। ହେବେ ଲଜ୍ଜିତ ମୋ ବୈରୀଗଣ ମୋର ବିଭ୍ରାନ୍ତ, ଅପମାନିତ ହୋଇ ହେବେ ସେମାନେ କ୍ଷଣିକେ ପ୍ରତ୍ୟାହୃତ। ଅଧ୍ୟାୟ 7। ବ୍ୟକ୍ତିଗତ ବିଳାପ ଗୀତି। ପ୍ରଭୁ ହେ ମୋର ଈଶ୍ୱର, ତୁମଠାରେ ମୁଁ ଶରଣାଗତ। ମୋର ପଶ୍ଚାଦ୍ଧାବନକାରୀ କବଳରୁ କର ମୋତେ ରକ୍ଷା, କର ମୋତେ ମୁକ୍ତ। ନଚେତ୍ କରିବେ ସିଂହ ତୁଲ୍ୟ ମୋତେ ବିଦୀର୍ଣ୍ଣ ସେମାନେ, ଯେହେତୁ ନାହିଁ କେହି ରକ୍ଷା କରିବା ପାଇଁ ସେହେତୁ ଘୋଷାରିବେ ମୋତେ ସେମାନେ। ପ୍ରଭୁ ହେ ଈଶ୍ୱର ମୋର, ମୋ ଦ୍ୱାରା ଯଦି ଏହା ସମ୍ପାଦିତ, ଅନିଷ୍ଟ ଯଦି ମୋ ହସ୍ତ ଦ୍ୱାରା ସାଧିତ। ବନ୍ଧୁ ପ୍ରତି କରିଅଛି ମୁଁ ଯଦି ଅନିଷ୍ଟ ପ୍ରତିଦାନ, ଅକାରଣେ କରିଅଛି ଯଦି ଶତ୍ରୁକୁ ଲୁଣ୍ଠନ, ତେବେ ପଶ୍ଚାଦ୍ଧାବନ ପୂର୍ବକ କରୁ ଶତ୍ରୁ ମୋତେ ନଭିଭୂତ। କରୁ ସେ ଜୀବନକୁ ମୋର ପଦଦଳିତ, କରୁ ମୋ ଆତ୍ମାକୁ ଧୂଳିରେ ନିକ୍ଷିପ୍ତ। ହେ ପ୍ରଭୁ ହୁଅ ଉତ୍ଥିତ ତବ ପ୍ରକୋପେ, କର ନିଜକୁ ଉତ୍ତୋଳିତ ମୋ ଶତ୍ରୁମାନଙ୍କ କ୍ରୋଧ ବିରୁଦ୍ଧେ। ହେ ଈଶ୍ୱର ମୋର ହୁଅ ଉଜାଗର, କରିଅଛ ତୁମେ ନିୟୋଜିତ ନ୍ୟାୟ ବିଚାର। ହୁଅନ୍ତୁ ଏକତ୍ରିତ ତୁମ ଚତୁଃପାର୍ଶ୍ୱେ ଜନସମାରୋହ, ହୁଅ ତୁମେ ସେମାନଙ୍କ ଉପରେ ସିଂହାସନାସୀନ। କରନ୍ତି ପ୍ରଭୁ ଜାତି ସମୂହ ପ୍ରତି ବିଚାର ବିଧି। ହେ ପ୍ରଭୁ ମୋର ନୀତିନିଷ୍ଠା ଅସତ୍ୟତା ଯୋଗୁଁ କର ମୋ ପ୍ରତି ନ୍ୟାୟ ବିଧି। ନୀତିନିଷ୍ଠ ହେ ଈଶ୍ୱର, ମନ ତଥା ହୃଦୟର ହେ ସନ୍ଧାନକାରୀ। ଘଟାଅ ଦୁଷ୍ଟ ବ୍ୟକ୍ତିମାନଙ୍କ ଅନିଷ୍ଟର ପରିସମାପ୍ତି, କିନ୍ତୁ କର ନୀତିନିଷ୍ଠ ବ୍ୟକ୍ତିମାନଙ୍କୁ ସଂସ୍ଥାପିତ। ଯିଏ ନିଷ୍କଳଙ୍କ ମାନଙ୍କ ରକ୍ଷକ, ସେହି ଈଶ୍ୱର ଢାଲ ସଦୃଶ ଅଟନ୍ତି ମୋର ରକ୍ଷକ। ଜଣେ ନୀତିନିଷ୍ଠ ନ୍ୟାୟାଧିପତି ଈଶ୍ୱର, ନୀତି ରସକାରୀ ହେ ଈଶ୍ୱର। ହୁଅ ନାହିଁ ଯଦି କୌଣସି ମନୁଷ୍ୟ ଅନୁତପ୍ତ, ତେବେ କରିବେ ଈଶ୍ୱର ତାହାଙ୍କ ଖଡ୍ଗ ଶାଣିତ।
ବଜ୍ର ପରି କରିଅଛନ୍ତି ସେ ତାହାଙ୍କର ଧନୁ ତନ୍ତୁଯୁକ୍ତ କରିଅଛନ୍ତି ସେ ତାହାଙ୍କ ମାରାତ୍ମକ ଅସ୍ତ୍ର ପ୍ରସ୍ତୁତ ତାହାଙ୍କ ତୀରକୁ କରିଅଛନ୍ତି ସେ ଜ୍ୱଳନ୍ତ ଶରରେ ପରିଣତ କରେ ଦୁଷ୍ଟ ବ୍ୟକ୍ତି ଅନିଷ୍ଟକାରୀ ଗର୍ଭଧାରଣ କରେ ଅଧର୍ମକୁ ଉଦରରେ ବହନ ମିଥ୍ୟାକୁ ଦିଏ ସେ ଜନ୍ମ ଖନନ କରି କରେ ସେ ଗର୍ତ୍ତ ତାର ଖୋଳିଥିବା ଗର୍ତ୍ତରେ ହୁଏ ସେ ନିଜେ ପତିତ ତାର ମସ୍ତକ ଉପରେ ହୁଏ ପତିତ ତା ଦୁଷ୍ଟତା କରେ ତାର ଖପୁରୀ ଉପରେ ଅବତରଣ ତାର ପାଶବିକତା କରିବି ମୁଁ ପ୍ରଭୁଙ୍କର ନୀତିନିଷ୍ଠାନୁରୂପ କୃତଜ୍ଞତାର୍ପଣ ପରାତ୍ପର ପ୍ରଭୁଙ୍କ ଉଦ୍ଦେଶ୍ୟରେ କରିବି ମୁଁ ପ୍ରଶଂସା ଗାନ। ଅଧ୍ୟାୟ 8 ପ୍ରଶଂସା ସ୍ତୋତ୍ର। ପ୍ରଭୁ ହେ ଆମ ପ୍ରଭୁ କେତେ ମୋହନୀୟ ତୁମ ନାମ ପୃଥିବୀ ତମାମ ନଭମଣ୍ଡଳ ଊର୍ଦ୍ଧ୍ୱରେ ହୁଏ ତୁମ ମହିମା ପ୍ରଶଂସିତ ହୁଅନ୍ତି ଶତ୍ରୁ ତଥା ପ୍ରତିଶୋଧକାରୀ ଯେପରି ବଶୀଭୂତ ସେଥିପାଇଁ ଶିଶୁ ତଥା ସ୍ତନ୍ୟପାୟୀମାନଙ୍କ ଅଧର ଜରିଆରେ କରିଅଛ ତୁମେ ତବ ବିରୋଧୀଗଣ ବିରୁଦ୍ଧେ ସୁଦୃଢ଼ ଦୁର୍ଗ ସଂସ୍ଥାପିତ ଯେଉଁ ନଭମଣ୍ଡଳ ତୁମ ଆଙ୍ଗୁଳି ଦ୍ୱାରା ନିର୍ମିତ ଯେଉଁ ସୂର୍ଯ୍ୟ ଚନ୍ଦ୍ର ତଥା ତାରକାପୁଞ୍ଜ ତୁମ ଦ୍ୱାରା ସଂସ୍ଥାପିତ ତାହା ଉପରେ କରେ ମୁଁ ଯେବେ ଦୃଷ୍ଟିପାତ ତେବେ ତୁମେ କର ଯେପରି ମନୋଯୋଗ ସେଥି ସକାଶେ ମନୁଷ୍ୟ ବା କିଏ ହୁଏ ଯେପରି ତୁମ ପରିଗଣନାର ସମ୍ପ୍ରାପ୍ତି ସେଥିପାଇଁ ମନୁଷ୍ୟପୁତ୍ର ବା କିଏ କରିଅଛ ତୁମେ ତାକୁ ଈଶ୍ୱରଙ୍କ ଅପେକ୍ଷା ଅଳ୍ପ ନ୍ୟୁନ ସୃଜନ କରାଉଅଛ ତୁମେ ତାକୁ ଗୌରବ ତଥା ସମ୍ଭ୍ରମର ମୁକୁଟ ଧାରଣ ଦେଇଅଛ ତୁମେ ତାକୁ ତବ ହସ୍ତକୃତ କର୍ମାବଳୀ ଉପରେ କର୍ତ୍ତୃତ୍ୱ କରିଅଛ ତୁମେ ସର୍ବସ୍ୱକୁ ତାର ପାଦ ତଳେ ବଶୀଭୂତ କରିଅଛ ତାର ଅଧୀନସ୍ଥ ସମସ୍ତ ମେଷ ବଳଦ ତଥା କ୍ଷେତର ଚତୁବର୍ଗ କରିଅଛ ତାର ଅଧୀନସ୍ଥ ଆକାଶର ପକ୍ଷୀ ତଥା ସମୁଦ୍ରର ମତ୍ସ୍ୟ ସକଳ ହେ ପ୍ରଭୁ ଆମ ପ୍ରଭୁ କେତେ ମୋହନୀୟ ତୁମ ନାମ ପୃଥିବୀ ତମାମ। ଅଧ୍ୟାୟ 9 ବ୍ୟକ୍ତିଗତ କୃତଜ୍ଞତା ସ୍ତୋତ୍ର। କରିବି ମୁଁ ପୂର୍ଣ୍ଣ ହୃଦୟ ପ୍ରଭୁଙ୍କ କୃତଜ୍ଞତା ଜ୍ଞାପନ ତାହାଙ୍କର ଅଦ୍ଭୁତ କର୍ମାବଳୀ କରିବି ମୁଁ ବିଜ୍ଞାପନ କରିବି ମୁଁ ତୁମଠାରେ ଆନନ୍ଦ ତଥା ଉଲ୍ଲାସ ହେ ପରାତ୍ପର କରିବି ମୁଁ ପ୍ରଶଂସା ତବ ନାମର କାରଣ କଲେ ଯେବେ ମୋର ଶତ୍ରୁବୃନ୍ଦ ପଶ୍ଚାଧାବନ ପୂର୍ବକ ପଳାୟନ ହେଲେ ସେମାନେ ତେବେ ବିନାଶମୁଖୀ ପଦସ୍ଖଳନ ପୂର୍ବକ କରିଅଛ ତୁମେ ମୋ ପ୍ରତି ନ୍ୟାୟ ବିଚାର ସାଧନ ଦେଇ ନ୍ୟାୟ ସଙ୍ଗତ ରାୟ ହୋଇଅଛ ତୁମେ ସିଂହାସନାସୀନ କଲ ତୁମେ ଜାତିଗଣଙ୍କୁ ତିରସ୍କାର କଲ ଦୁଷ୍ଟମାନଙ୍କୁ ବିନାଶ ବିଚାର କାଳ ସକାଶେ କଲ ତୁମେ ସେମାନଙ୍କ ନାମ ଲୋପ ହେଲା ଶତ୍ରୁ ନିରନ୍ତର ଧ୍ୱଂସରେ ଅର୍ଦ୍ଧାନ୍ଧର କଲ ତୁମେ ସେମାନଙ୍କ ନଗର ସବୁକୁ ଉତ୍ପାଡ଼ନ ହେଲା ବିସ୍ମୃତ ମଧ୍ୟ ସେମାନଙ୍କ ଚିରଧାନ କିନ୍ତୁ ଯୁଗ ଯୁଗାନ୍ତରେ ପ୍ରଭୁ ସିଂହାସନାସୀନ ବିଚାର ସାଧନ ନିମନ୍ତେ କରିଅଛନ୍ତି ପ୍ରଭୁ ଅଧିଷ୍ଠିତ ତାହାଙ୍କର ସିଂହାସନ ନୀତିନିଷ୍ଠାର ସହ କରନ୍ତି ସେ ବିଶ୍ୱର ବିଚାର ବିନା ପକ୍ଷପାତେ କରନ୍ତି ସେ ଜାତି ସକଳର ବିଚାର ଉତ୍ପୀଡ଼ିତଙ୍କ ସକାଶେ କରନ୍ତି ପ୍ରଭୁ ସୁଦୃଢ଼ ଦୁର୍ଗ ସଙ୍କଟର ସମୟେ ହେବେ ସେ ସେମାନଙ୍କ ଦୁର୍ଗ ତୁମ ନାମ ଯେଉଁମାନଙ୍କୁ ଜଣା ରଖନ୍ତି ସେମାନେ ତୁମଠାରେ ଭରସା ହେ ପ୍ରଭୁ ଯେଉଁମାନେ ସନ୍ଧାନକାରୀ ତୁମର
କର ନାହିଁ ସେମାନଙ୍କୁ ପରିତ୍ୟାଗ। କର ହେ ସିୟନୀୟବାସୀ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ତବଗାନ। କର ତାହାଙ୍କର କାର୍ଯ୍ୟ ସବୁକୁ ଜାତି ସମୂହ ମଧ୍ୟରେ ପ୍ରଖ୍ୟାପନ। କାରଣ ନିଅନ୍ତି ଯିଏ ରକ୍ତପାତ ସକାଶେ ପ୍ରତିଶୋଧ କରନ୍ତି ସେମାନଙ୍କୁ ସ୍ମରଣ। ଯେଉଁମାନେ ଉତ୍ପୀଡ଼ିତ କରନ୍ତି ନାହିଁ ସେମାନଙ୍କୁ ବିସ୍ମରଣ କର। ହେ ପ୍ରଭୁ ମୋ ପ୍ରତି କରୁଣା ପ୍ରଦର୍ଶନ କରେ ମୁଁ ସହନ ବିଦେଶୀମାନଙ୍କ ହସ୍ତେ ଯେଉଁ ଅତ୍ୟାଚାର। କର ତୁମେ ତାହା ନିରୀକ୍ଷଣ। ତୁମେ ଯେ ମୃତ୍ୟୁ ଦ୍ୱାରରୁ କରୁଥାଅ ମୋତେ ଉତ୍ତୋଳନ। ତାହା ହେଲେ କରିବି ମୁଁ ଗାନ ପ୍ରଶଂସା ସ୍ତୋତ୍ର ତୁମ ତଦ୍ରୂପେ ତବ ପ୍ରଦତ୍ତ ରକ୍ଷା ସକାଶେ। ହେବି ମୁଁ ସିୟନ କନ୍ୟାର ଦ୍ୱାରେ ଆନନ୍ଦିତ। ହେଲେ ଜାତି ସକଳ ସେମାନଙ୍କ ଦ୍ୱାରା ଖୋଳା ଯାଇଥିବା ଗର୍ତ୍ତରେ ପତିତ। ଗୋପନରେ ସେମାନଙ୍କ ଦ୍ୱାରା ବିସ୍ମୃତ ଜାଲରେ ହେଲା ସେମାନଙ୍କ ନିଜ ପାଦ ଧୃତ। କରିଅଛନ୍ତି ପ୍ରଭୁ ଆତ୍ମପ୍ରକାଶ କରିଅଛନ୍ତି ସେ ବିଚାର ସାଧନ। ହେଲେ ଧୃତ ଦୁଷ୍ଟଗଣ ହସ୍ତକୃତ କର୍ମ ଭାସେ ସେମାନଙ୍କ। ହୁଅନ୍ତି ଦୁଷ୍ଟଗଣ ତଥା ଯେଉଁ ଜାତି ସକଳ ଈଶ୍ୱରଙ୍କ ବିସ୍ମୃତ ଯାଆନ୍ତୁ ପାତାଳ ମଧ୍ୟକୁ ଅବତରି ସେମାନେ। ହେବେ ନାହିଁ ସର୍ବଦା ଦିନହୀନ ବ୍ୟକ୍ତିଗଣ ବିସ୍ମୃତ। ହେବ ନାହିଁ ନିର୍ଦ୍ଧନମାନଙ୍କ ପ୍ରତ୍ୟାଶା ଚିର ବିଧ୍ୱସ୍ତ। ହୁଅ ଉତ୍ଥିତ ହେ ପ୍ରଭୁ ନ ହେଉ ମନୁଷ୍ୟ ଜୟଯୁକ୍ତ। ହୁଅନ୍ତୁ ଜାତି ସକଳ ତୁମ ସନ୍ନିଧାନରେ ବିଚାରିତ। କର ହେ ପ୍ରଭୁ ସେମାନଙ୍କୁ ଭୟଚକିତ। ଜାତିଗଣ ଯେ କେବଳ ମନୁଷ୍ୟ ମାତ୍ର ହୁଅନ୍ତୁ ସେମାନେ ଏହା